ଜିନପିଙ୍ଗକୁ ନେଇ ବଢୁଛି କଳ୍ପନା ଜଳ୍ପନା। କ୍ଷମତା ହସ୍ତାନ୍ତର କରିପାରନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ଭାରତରେ ବିମାନ ବନ୍ଦର ସେବା ଦେଇପାରିବନି ତୁର୍କୀ କମ୍ପାନୀ। ପାକିସ୍ତାନକୁ ତୁର୍କୀର ସହଯୋଗରୁ ଲାଗିଛି କଟକଣା। ଡାକ୍ତରୀ ଶିକ୍ଷା ଦୁର୍ନୀତିର ପର୍ଦ୍ଦାଫାଶ କଲା ସିବିଆଇ। ଦୁର୍ନୀତି ମୂଳରେ ୟୁଜିସିର ପୂର୍ବତନ ମୁଖ୍ୟ ଏବଂ ସରକାରୀ ଅଧିକାରୀ। ଏକାଧିକ ରାଜ୍ୟକୁ ଲମ୍ବିଛି ଦୁର୍ନୀତିର ଚେର। ଉତ୍ତରପ୍ରଦେଶ ବଳରାମପୁରରେ ଧର୍ମାନ୍ତୀକରଣ ରାକେଟର ପର୍ଦ୍ଦାଫାଶ। ମାଷ୍ଟରମାଇଣ୍ଡ ଜଲାଉଦ୍ଦିନ ଗିରଫ। ଭାରତ ଆସି କିଡନୀ ବିକୁଛନ୍ତି ବାଂଲାଦେଶ। ଉତ୍ତର ପଶ୍ଚିମ ଜିଲ୍ଲା ଜୟପୁର ହାଟ ବାଜଗୁନି ଗାଁ ୱାନ୍ ମେନ୍ ୱାନ୍ କିଡନୀ ଭିଲେଜ ଭାବେ ପରିଚିତ। ଦୁନିଆର ସବୁଠୁ ବଡ଼ ସ୍ଲମ୍ ଏରିଆ ମୁମ୍ବାଇର ଧାରାବୀ କ୍ଷେତ୍ର। 1 କିଲୋମିଟରରେ ବାସ କରୁଛନ୍ତି 4 ଲକ୍ଷ ଲୋକ। ହିମାଚଳ ପ୍ରଦେଶର ଏହି ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତି ପରିବେଶ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ରାଜ୍ୟରେ ବଢୁଛି ସରକାରୀ ଅଧିକାରୀଙ୍କୁ ନିର୍ଯାତନା ଘଟଣା। ଭୁବନେଶ୍ୱର ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନରଙ୍କୁ ମାଡ଼ ଘଟଣା ପରେ ଏବେ ବାସୁଦେବପୁର ପୌରାଧିକାରୀଙ୍କୁ ନିର୍ଯାତନା ଘଟଣା ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ଭିଜନ ଚିଠାରେ ମହିଳାଙ୍କ ସୁରକ୍ଷା ଚିନ୍ତା। ପ୍ରତି 10 କିଲୋମିଟରରେ ହେବ ପିଙ୍କ ଜୋନ୍। ସତର୍କ ସୂଚନା ଛୁଇଁଲାଣି ବୈତରଣୀ। 10 ବର୍ଷରେ ରେକର୍ଡ ଭାଙ୍ଗିଲା ଜୁଲାଇ ବର୍ଷା। କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ବିକାଶର ଏକ ବିରଳ ଚିତ୍ର। ରାସ୍ତା ମରାମତି ଦାବିରେ ପାଣି କାଦୁଅ ରାସ୍ତାରେ ଅଟକି ରହିଛି ମହାପ୍ରଭୁଙ୍କ ରଥ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ପାଲିଡିହାରେ ପର୍ଯ୍ୟଟକଙ୍କ ଭିଡ଼।